Namaskar and hello everyone. Welcome to Sudha Blogs. Good morning. Okay, so here is another day. ସକାଳୁ ସକାଳୁ ମୁଁ ବାହାରି ଯାଇଥିଲି ଦୋକାନ ଚାବି ଖୋଲିକି ପୂଜା କରିବା ପାଇଁ। ପୂଜା ଆମ ବ୍ରାହ୍ମଣୀ କରୁଥିଲେ। ସିଏ ପୂଜା ସାରି ସାରିଲା ପରେ ତାଙ୍କୁ ଦରକାର ଥାଏ ଗୋଟେ 5 ଟଙ୍କିଆର ଚା। ତାକୁ ପିଇ ସାରିଲା ପରେ ହିଁ ତା ଦିନ ଆରମ୍ଭ ହୁଏ। ଏବେ ତା ହାତରେ ମୁଁ ଦୋକାନଟାକୁ ଛାଡ଼ି ଦେଇକି ଆସିଯାଇଥିଲି ଘରକୁ ବିକଜ ରାତିରେ ମୁଁ ଠିକ୍ସେ ଖାଇନଥିଲି। ତ ସକାଳୁ ସକାଳୁ ମୁଁ ଖାଲି ଆଜି ଟିକେ ମୁଁ ମୁଢ଼ି ଆଳୁ ଭଜା ଖାଇବି। ବଟ୍ ମୁଁ ନା ଟିକେ ଅଲଗା ଟାଇପ୍ର ଖାଏ। ମୁଢ଼ିରେ ପାଣି ଢାଳି ଦିଏ ପୁରା ପଖାଳ ରକମ ଆଣ୍ଡ ଦେନ୍ ଆଳୁ ଭଜା ଖାଏ। ତୁମମାନେ ବି କେମିତି ଖାଅ ମୋତେ ଜଣାଇବ। ଏମିତି ଯଦି କେହି ଟ୍ରାଏ କରିଛ ପ୍ଲିଜ୍ କମେଣ୍ଟରେ ଜଣାଇବ। ମସ୍ତ ଲାଗେ ଦୋ ମୁଁ ସାନବେଳୁ ଖାଉଛି ମୁଢ଼ି ପାଣି ଆଳୁ ଭଜା। ଦେନ୍ ଆଜି ଦୋକାନକୁ ନା ଏଇ ଛୁଆଟା ଆସିଲା। ଦେଖ ସେ କେମିତି ଉଲ୍ଟା ବସିଛି। ମୋତେ ଏତେ କ୍ୟୁଟ୍ ଲାଗିଲା କି ମୁଁ ଆକୁ ବି ରେକର୍ଡ଼ କରିନେଇଥିଲି। ୟାକୁ ବାଏ ବାଏ କରିସାରିଲା ପରେ ମୁଁ ଆଜି ଯାଇଥିଲି ମହାରାଣୀକୁ ପଢ଼ିବା ପାଇଁ। ଇଏ ଆଜି ଗୋଟେ ନୂଆ ଜିନିଷ ଆଣିଥିଲା। କୋଲକାତା ଯାଇଥିଲା ରିସେଣ୍ଟଲି ନା, ତ ସେଇଠୁ ଆଣିଥିଲା ମେଡ୍ ଇନ୍ ଇଣ୍ଡୋନେସିଆ ବାଲା। ମୁଁ ଦେଖୁଥିଲା ଦେଖ ଗୋଟେ ଇଣ୍ଡିଆନ୍ ଓ ଇଣ୍ଡୋନେସିଆ ଅଛି। ଏଇଟା ସମଟାଇମ୍ସ ୱେଫର୍ସ ଟାଇପ୍ର ବିସ୍କିଟ୍ ଥିଲା। ଆଉ ଦେଖ ୟାକୁ କେହି ବିଲିଭ୍ କରିବେ କି ୟାର ଏତିକି ସାରା ଫଲୋଅର୍ସ ଅଛନ୍ତି, ଏମିତି ଟାଇପ୍ର ହେଇକି ମୋ ପାଖରେ ବସିଥାଏ। ଦେନ୍ ମୁଁ ୟାର ଭଲସେ ହେଡ଼୍ ମସାଜ କରୁଥିଲି। ଏଇଟା ମ୍ୟାଣ୍ଡେଟରୀ ଥାଏ କି ମୁଁ ଯେବେ ବି ଯାଏ ତାକୁ ସବୁଦିନ ହେଡ଼୍ ମସାଜ କରିବାର ହିଁ ଥାଏ। ଏଣ୍ଡ ସିଏ ତାର ବସିକି ଏଠି ମ୍ୟାଥ୍ସ ପ୍ରୋବ୍ଲେମ୍ ସଲ୍ଭ କରୁଥିଲା। ଏଣ୍ଡ ସିଏ ଗୋଟେ ନୂଆ ଜିନିଷ ଆଣିଛି ଏଇଟା କ୍ୟାମେରା। ସେଥିପାଇଁ ଯେତିକି ଯେଇଠି ଯାଉଛି ସବୁଆଡ଼େ ଫଟୋ ଉଠାଉଛି ଆଉ ସମସ୍ତଙ୍କୁ ଗୋଟେ ଗୋଟେ ଫଟୋ ବାଣ୍ଟି ବୁଲୁଛି। ମୋର ଆଉ ତାର ତ ଫଟୋ ଉଠାଇବାର ଥିଲା। ଆଉ ମୋର ଲାଷ୍ଟ ସେ ଫଟୋ ଉଠାଇଛି ତାର ରିଲ୍ ହିଁ ସରିଯାଇଛି। ଏଣ୍ଡ ରାତିରେ ମାମା ରିସେଣ୍ଟ ଯାଇଥିଲେ ମାମୁଁ ଘରକୁ। ତାଙ୍କ ସ୍କୁଲର ରିୟୁନିୟନ୍ ଥିଲା ଆଣ୍ଡ ତାଙ୍କୁ ଏଠି ମିଳିଛି ଏଇସବୁ ସାର୍ଟିଫିକେଟ୍ ବୁକ୍ସ ଆଣ୍ଡ ପ୍ରାଇଜ୍। ମାମା ବହୁତ ଖୁସି ହେଉଥିଲେ ଆମକୁ ଦେଖାଉଥିଲେ। ତ ଆମେ କହୁଥିଲୁ ଆକୁ ବି ଆମେ ଥାକରେ ସଜାଇବା କି ତୁମ ସ୍କୁଲର ଏଇଟା ପ୍ରାଇଜ୍ ତାଙ୍କର ରିୟୁନିୟନ୍ ଥିଲା। ଦେନ୍ ଏମିତି କଥାବାର୍ତ୍ତା ହେଇତେ ହେଇତେ ରାତି ହେଇଗଲା। ଆଣ୍ଡ ମୁଁ କାହ୍ନା ପାଇଁ ଆଜି କରିଥିଲି ରୁଟି ଆଉ ସୋୟାବିନ୍ କଷା। ଫାଷ୍ଟ ତ କହୁଥିଲା ଖାଇବନି, ବଟ୍ ଦେନ୍ ଯେତେବେଳେ ଦେଖିଲା କି ତରକାରୀଟା ଟେଷ୍ଟି ଅଛି ତ ସେ କହିଲା ମୁଁ ଖାଇବି, ଗୋଟେ ରୁଟି ଖାଇବି। ଆଣ୍ଡ ଦେଖ ଖାଇତେ ଖାଇତେ ସେ କ'ଣ ଦେଖୁଛି, ତାର ଗୋଟେ ଅବସେସନ୍ ଏବେ ନୂଆ ହେଇଯାଇଛି ଗୋଟେ ପାକିସ୍ତାନୀ ନୂଆ ସିରିଏଲ୍ର। ସେ ତାକୁ ଦେଖୁଛି। ଏଣ୍ଟି ନ୍ୟାସନାଲିଷ୍ଟ ଏଟା ବାହାର କରିଦିଅ ଇଣ୍ଡିଆରୁ। ଦେନ୍ ଇଏ ଖାଇସାରିଲା ପରେ ମୋ ଦିନଟା ଆଜି କମ୍ପ୍ଲିଟ୍ ହେଲା। ଆଇ ହୋପ୍ କି ଯେମିତି ମୋ ଦିନକ ଭଲ ଚାଲିଛି ସେମିତି ଭଲ ହିଁ ଚାଲିଥାଉ, କିଛି ପ୍ରୋବ୍ଲେମ୍ ନ ହଉ। ଏଣ୍ଡ ଆପଣମାନେ ଏମିତି ବ୍ଲଗ୍ ଦେଖୁଥାନ୍ତୁ। ବାଏ ବାଏ, ଟେକ୍ କେୟାର।